ପିଲାମାନେ ଯାହା ବି ତୁମେ ୟୁଟ୍ୟୁବରେ ଭିଡ଼ିଓ ଦେଖୁଛ, ଚେଷ୍ଟା କରିବ ଏ ଭିଡ଼ିଓ ଗୁଡ଼ିକୁ 2ରୁ 3 ଥର ଦେଖିବା ପାଇଁ। ଯଦ୍ୱାରା କ'ଣ ହେବ, ଭିଡ଼ିଓଟି ପୁରା ସମ୍ପୂର୍ଣ୍ଣ ଭାବରେ ବୁଝିଯିବ। ଆଜିର ଏହି ଭିଡ଼ିଓରେ ଆମେ ପଢ଼ିବା ବା ଜାଣିବାକୁ ଚେଷ୍ଟା କରିବା ଅଲବେରୁଣିଙ୍କ ମତରେ ଭାରତୀୟ ସମାଜ କିପରି ଥିଲା। ଅଲବେରୁଣି ଉଜବେକିସ୍ତାନର ଜଣେ ପରିବ୍ରାଜକ ଥିଲେ। ସେ ଏକାଦଶ ଶତାବ୍ଦୀରେ ଭାରତକୁ ଆସିଥିଲେ ଏବଂ ଭାରତର ସେ ବିଭିନ୍ନ ସ୍ଥାନକୁ ଭ୍ରମଣ କରିଥିଲେ। ଭାରତର ବିଭିନ୍ନ ସ୍ଥାନକୁ ଭ୍ରମଣ କରିକି ସେ ଭାରତୀୟ ସମାଜ ବିଷୟରେ ସେ ତାଙ୍କର ଭ୍ରମଣ କାହାଣୀ ତହକିକେ ହିନ୍ଦ ବା କିତାବୁଲ ହିନ୍ଦରେ ବର୍ଣ୍ଣନା କରି ଯାଇଛନ୍ତି। ପିଲାମାନେ, ଯଦି ତୁମର ପରୀକ୍ଷାରେ ପ୍ରଶ୍ନ ଆସେ ଅଲବେରୁଣିଙ୍କ ମତରେ ଭାରତୀୟ ସମାଜ କିପରି ଥିଲା, ତାହେଲେ ତୁମମାନଙ୍କୁ ଏଠି ଯେଉଁ 9ଟି ପଏଣ୍ଟ ଦର୍ଶାଯାଇଛି ତାକୁ ବର୍ଣ୍ଣନା ଯଦି କରିଦେଲ ସମ୍ପୂର୍ଣ୍ଣ ରୂପେ, ତାହେଲେ ତୁମର କ୍ୱେଶ୍ଚନର ଆନ୍ସର ହେଇଯିବ। ଅଲବେରୁଣି ତାଙ୍କର ଭ୍ରମଣ କାହାଣୀରେ এই 9ଟି ଯାକ ପଏଣ୍ଟକୁ ଗୋଟି ଗୋଟି କରି ବର୍ଣ୍ଣନା ମଧ୍ୟ କରିଛନ୍ତି। ଅଲବେରୁଣି ତାଙ୍କର ପୁସ୍ତକରେ ବର୍ଣ୍ଣନା କରିଛନ୍ତି ଭାରତୀୟ ସମାଜକୁ ନେଇକି ପ୍ରଥମେ ଭାରତ ସମ୍ପର୍କରେ, ଯେ ଭାରତର ଅବସ୍ଥିତି କେଉଁ ଜାଗାରେ ଅଛି। ଦ୍ୱିତୀୟରେ ସେ ବର୍ଣ୍ଣନା କରିଛନ୍ତି ଆହୁରି ଜାତି ପ୍ରଥା ବିଷୟରେ, ଭାରତୀୟ ସମାଜରେ ଜାତି ପ୍ରଥା କେମିତି ଥିଲା, ଭାରତୀୟର ଲୋକମାନେ କେମିତିକା ଖାଦ୍ୟ ଖାଉଥିଲେ, ଭାରତର ସମାଜରେ ନାରୀମାନଙ୍କର ସ୍ଥାନ କିପରି ଥିଲା ସେ ବର୍ଣ୍ଣନା କରିଛନ୍ତି। ଭାରତର ବିଚାର ବ୍ୟବସ୍ଥା କେମିତି ଥିଲା ସେ ବର୍ଣ୍ଣନା କରିଛନ୍ତି। ଭାରତର ଧର୍ମ ବିଷୟରେ ସେ ବର୍ଣ୍ଣନା କରିଛନ୍ତି। ଭାରତୀୟ ବିଜ୍ଞାନ ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି। ବେଦ ଓ ପୁରାଣ ବିଷୟରେ ମଧ୍ୟ ସେ ବର୍ଣ୍ଣନା କରିଛନ୍ତି। ତା ସହିତ ସେ ଭାରତରେ ମାପ ଓ ଓଜନ ପାଇଁ ବ୍ୟବହାର କରାଯାଉଥିବା ବିଭିନ୍ନ ଏକକ ପ୍ରଣାଳୀ ବିଷୟରେ ବର୍ଣ୍ଣନା କରିଛନ୍ତି। ଯଦି ପିଲାମାନେ ତୁମେ ଏଇ 9ଟି ଯାକ ପଏଣ୍ଟ ବର୍ଣ୍ଣନା କରିଦେବ ବା ଲେଖିଦେବ ତୁମର ପରୀକ୍ଷାରେ, ତାହେଲେ ଅଲବେରୁଣିଙ୍କ ମତରେ ଭାରତୀୟ ସମାଜ କିପରି ଥିଲା ତାହାର ସମ୍ପୂର୍ଣ୍ଣ ଉତ୍ତରଟି ମିଳିଯିବ। ଏବେ ପିଲାମାନେ ଆମେ ବର୍ତ୍ତମାନ ଗୋଟି ଗୋଟି କରି ଏହି ପଏଣ୍ଟକୁ ଜାଣିବା ବା ପଢ଼ିବା। ଅଲବେରୁଣିଙ୍କ ମତରେ ଭାରତୀୟ ସମାଜ। ଅଲବେରୁଣି ତାଙ୍କର ଭ୍ରମଣ କାହାଣୀରେ ପ୍ରଥମେ ବର୍ଣ୍ଣନା କରିଛନ୍ତି ଭାରତ ସମ୍ପର୍କରେ। ଅଲବେରୁଣି ତାଙ୍କର ପୁସ୍ତକରେ ବର୍ଣ୍ଣନା କରିଛନ୍ତି ଯେ ସିନ୍ଧୁ ନଦୀର ପୂର୍ବରେ ଅବସ୍ଥିତ ଅଞ୍ଚଳକୁ ହିନ୍ଦ ବୋଲି କୁହାଯାଉଥିଲା। ଏଇଠି ଯେଉଁ ସିନ୍ଧୁ ନଦୀର ଫଟୋଚିତ୍ରଟି ଦେଖୁଛ ପିଲାମାନେ, ଏ ଯେଉଁ ନଦୀ ଦର୍ଶାଯାଇଛି ଏଇଟା ହେଲା ସିନ୍ଧୁ ନଦୀ। ଏହାର ପୂର୍ବରେ ଯେଉଁ ଅଞ୍ଚଳ ଅବସ୍ଥିତ ଅଛି ସେହି ଅଞ୍ଚଳକୁ ହିନ୍ଦ ବୋଲିକି କୁହାଯାଉଛି ବୋଲି ସେ ତାଙ୍କର ପୁସ୍ତକରେ ବର୍ଣ୍ଣନା କରିଛନ୍ତି। ଆରବୀୟମାନେ ଏହି ଅଞ୍ଚଳକୁ ଅଲ ହିନ୍ଦ ବୋଲିକି କହୁଥିଲେ। ଆରବୀୟମାନେ ଏହି ଅଞ୍ଚଳକୁ କ'ଣ କହୁଥିଲେ? ଅଲ ହିନ୍ଦ ବୋଲିକି କହୁଥିଲେ। ତୁର୍କୀମାନେ ଆହୁରି ସେହି ସ୍ଥାନକୁ ହିନ୍ଦୁସ୍ତାନ ବୋଲିକି କହୁଥିଲେ ଏବଂ ଏହି ସ୍ଥାନରେ ଯେଉଁ ଲୋକମାନେ ବସବାସ କରୁଥିଲେ ବା ଯେଉଁ ଅଧିବାସୀମାନେ ବସବାସ କରୁଥିଲେ ସେହି ଅଧିବାସୀମାନଙ୍କୁ ହିନ୍ଦୁ କହୁଥିଲେ। ଆଉ ଏହି ହିନ୍ଦ ବା ଅଲ ହିନ୍ଦ ବା ହିନ୍ଦୁସ୍ତାନର ଲୋକମାନେ ସ୍ୱତନ୍ତ୍ର ଥିଲେ ବୋଲିକି ଅଲବେରୁଣି ତାଙ୍କର ପୁସ୍ତକରେ ବର୍ଣ୍ଣନା କରିଛନ୍ତି। ଅଲବେରୁଣି ଭାରତର ଜାତି ପ୍ରଥା ବିଷୟରେ ବର୍ଣ୍ଣନା କରିଛନ୍ତି। ଅଲବେରୁଣି ତାଙ୍କର ଭ୍ରମଣ ପୁସ୍ତକରେ ବର୍ଣ୍ଣନା କରିଛନ୍ତି ଯେ ଭାରତରେ ଜାତି ପ୍ରଥା ପ୍ରଚଳିତ ଥିଲା। ଜାତି ପ୍ରଥାର ଶିଖରରେ ବ୍ରାହ୍ମଣମାନେ ଥିଲେ ବୋଲିକି ସେ ବର୍ଣ୍ଣନା କରିଛନ୍ତି। ବ୍ରାହ୍ମଣମାନଙ୍କ ପରେ କ୍ଷତ୍ରିୟମାନେ ଥିଲେ, କ୍ଷତ୍ରିୟମାନଙ୍କ ପରେ ବୈଶ୍ୟମାନେ ଥିଲେ ଏବଂ ବୈଶ୍ୟମାନଙ୍କ ପରେ ଶୂଦ୍ରମାନେ ଥିଲେ ବୋଲିକି ଅଲବେରୁଣି ତାଙ୍କର ଭ୍ରମଣ କାହାଣୀରେ ବର୍ଣ୍ଣନା କରିଛନ୍ତି। ଏହି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୂଦ୍ରମାନଙ୍କୁ ଛାଡ଼ିଦେଲା ପରେ ଯେଉଁ ଅନ୍ୟ ବର୍ଗର ଲୋକମାନେ ସମାଜରେ ରହୁଥିଲେ ତାଙ୍କୁ ଅନ୍ତ୍ୟଜ କୁହାଯାଉଥିଲା ବୋଲିକି ଅଲବେରୁଣି ବର୍ଣ୍ଣନା କରିଛନ୍ତି। ଆଉ ଏହି ଅନ୍ତ୍ୟଜମାନେ ଥିଲେ ଚର୍ମକାର, ମତ୍ସ୍ୟଜୀବୀ, ନାବିକ ଏବଂ ଶିକାରୀମାନେ। ଏଇଠି ପିଲାମାନେ ଯେଉଁ ଫଟୋଚିତ୍ର ଦେଖୁଛ ସବୁଠୁ ଉପରେ ରହିଲେ ବ୍ରାହ୍ମଣମାନେ, ବ୍ରାହ୍ମଣମାନଙ୍କର ତଳକୁ ରହିଲେ କ୍ଷତ୍ରିୟମାନେ, କ୍ଷତ୍ରିୟମାନଙ୍କ ପରେ ରହିଲେ ବୈଶ୍ୟମାନେ ଏବଂ ସବୁଠୁ ନିମ୍ନରେ ସମାଜରେ ଥିଲେ ଶୂଦ୍ରମାନେ। ଏଇଠି କେତେ ଗୁଡ଼ିଏ ଅନ୍ତ୍ୟଜମାନଙ୍କର ଫଟୋଚିତ୍ର ଦିଆଯାଇଛି। ଏଠି ଯେଉଁ ଫଟୋଚିତ୍ର ଅଛି ଏଇଟା ହେଲା ବଢ଼େଇମାନଙ୍କର ଫଟୋଚିତ୍ର, ଯେଉଁମାନେ କି କାଠ କାମ କରନ୍ତି। ଏଇଠି ଲୁହାରର ଫଟୋଚିତ୍ର ଅଛି, ଯିଏକି ଲୁହାର କାମ କରନ୍ତି। ଆଉ ତାର ସବୁଠୁ ତଲେ ଅଛି ଦେଖ ପିଲାମାନେ, ଏଇଟା ଫଟୋଚିତ୍ର ହେଉଛି ଚର୍ମକାରର ଫଟୋଚିତ୍ର। ଚମଡ଼ାକୁ ବ୍ୟବହାର କରିକି ବିଭିନ୍ନ ପ୍ରକାର ସାମଗ୍ରୀ ଯେମିତିକି ଜୋତା ଏମାନେ ତିଆରି କରନ୍ତି। ଆଉ ଏହି ସମସ୍ତେ ଥିଲେ ଅନ୍ତ୍ୟଜ ଶ୍ରେଣୀର ଲୋକମାନେ।
ଅଲବେରୁଣି ଭାରତର ଖାଦ୍ୟ ବ୍ୟବସ୍ଥା ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି। ଅଲବେରୁଣି ବର୍ଣ୍ଣନା କରିଛନ୍ତି ଯେ ଭାରତର ଖାଦ୍ୟ ବ୍ୟବସ୍ଥା ସାଧାରଣ ଖାଦ୍ୟ ଥିଲା। ଲୋକମାନେ ମାଂସ ଖାଉଥିଲେ ଏବଂ ସେମାନେ ଛେଳି ଓ ମେଣ୍ଢାର ମାଂସ ଖାଉଥିଲେ। ଲୋକମାନେ ମାଛ ମଧ୍ୟ ଭକ୍ଷଣ କରୁଥିଲେ ବା ଖାଉଥିଲେ। ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଲବେରୁଣି ବର୍ଣ୍ଣନା କରିଛନ୍ତି ଯେ ଲୋକମାନେ ଭାରତରେ ଖାଇସାରିବା ପରେ ସେମାନେ ତାମ୍ବୁଲ ଓ ପାନ ସେବନ କରୁଥିଲେ। ପିଲାମାନେ ଏଇଠି ପାନର ଫଟୋ ଚିତ୍ର ଅଛି, ତୁମେମାନେ ଦେଖୁଥିବ। ଅଲବେରୁଣି ତାଙ୍କର ଭ୍ରମଣ କାହାଣୀରେ ଭାରତୀୟ ସମାଜରେ ନାରୀମାନଙ୍କର ସ୍ଥାନ କିପରି ଥିଲା ତାହା ମଧ୍ୟ ସେ ବର୍ଣ୍ଣନା କରିଛନ୍ତି। ଆଲବେରୁଣି ବର୍ଣ୍ଣନା କରିଛନ୍ତି ଯେ ହିନ୍ଦୁମାନେ ବାଲ୍ୟ ବିବାହ କରୁଥିଲେ। ବାଲ୍ୟ ବିବାହ କହିଲେ ପିଲାମାନେ ଛୋଟବେଳରୁ ହିଁ ପିଲାମାନଙ୍କୁ ବିବାହ କରିଦେବାଟାକୁ ବାଲ୍ୟ ବିବାହ କୁହାଯାଏ ଏବଂ ବାଲ୍ୟ ବିବାହ ପ୍ରଥା ଭାରତୀୟ ସମାଜରେ ପ୍ରଚଳନ ଥିଲା ବୋଲିକି ଆଲବେରୁଣି କହୁଛନ୍ତି। ଭାରତରେ ଆହୁରି ଏକ ପତ୍ନୀ ଗ୍ରହଣ ପ୍ରଥା ପ୍ରଚଳିତ ଥିଲା ବୋଲିକି କହୁଛନ୍ତି। ଏକ ପତ୍ନୀ ଗ୍ରହଣ ପ୍ରଥା କହିଲେ ପିଲାମାନେ ଜଣେ ଲୋକ କେବଳ ଗୋଟିଏ ପତ୍ନୀକୁ ହିଁ ବିବାହ କରିପାରିବ, ସେ ବାରମ୍ବାର ବିବାହ କରିପାରିବ ନାହିଁ। ସାଧାରଣତଃ ଏହି ପ୍ରଥା ପ୍ରଚଳିତ ଥିଲା ବୋଲିକି ଆଲବେରୁଣି ତାଙ୍କର ଭ୍ରମଣ କାହାଣୀରେ ବର୍ଣ୍ଣନା କରିଛନ୍ତି। ସେ ଆହୁରି ଭାରତରେ ପ୍ରଚଳିତ ଥିବା ବିବାହ ବିଷୟରେ ବର୍ଣ୍ଣନା କରିଛନ୍ତି ଯେ ବ୍ରାହ୍ମଣମାନେ 4ଟି ସ୍ତ୍ରୀକୁ ବିବାହ କରିପାରୁଥିଲେ, କ୍ଷତ୍ରିୟମାନେ 3ଟି ସ୍ତ୍ରୀକୁ ବିବାହ କରିପାରୁଥିଲେ, ବୈଶ୍ୟମାନେ 2ଟି ସ୍ତ୍ରୀକୁ ବିବାହ କରିପାରୁଥିଲେ ଏବଂ ଶୂଦ୍ରମାନେ ଗୋଟିଏ ସ୍ତ୍ରୀକୁ ବିବାହ କରିପାରୁଥିଲେ ବୋଲିକି ଆଲବେରୁଣି ତାଙ୍କର ଭ୍ରମଣ କାହାଣୀରେ ବର୍ଣ୍ଣନା କରିଛନ୍ତି। ପାର୍ବତ୍ୟ ଅଞ୍ଚଳରେ ଜଣେ ସ୍ତ୍ରୀ ଅନେକ ପୁରୁଷକୁ ବିବାହ କରିପାରୁଥିବାର କଥା ମଧ୍ୟ ସେ କହିଛନ୍ତି। ଆଲବେରୁଣି ଆହୁରି ଭାରତୀୟ ସମାଜ ବିଷୟରେ ବର୍ଣ୍ଣନା କରିଛନ୍ତି ଯେ ବିଧବା ପ୍ରଥା ଭାରତର ସମାଜରେ ପ୍ରଚଳନ ଥିଲା ବୋଲିକି। ବିଧବା ପ୍ରଥା କହିଲେ ପିଲାମାନେ ଜଣେ ସ୍ତ୍ରୀର ଯେତେବେଳେ ତାର ସ୍ୱାମୀ ବା ଜଣେ ମହିଳାର ସ୍ୱାମୀ ଯେତେବେଳେ ମୃତ୍ୟୁବରଣ କରନ୍ତି ସେ ସବୁଦିନ ପାଇଁ ଏକା ହେଇକି ରୁହନ୍ତି, ସେ ଆଉ ବିବାହ କରନ୍ତି ନାହିଁ। ଆଉ ସେହି ପ୍ରଥାକୁ କୁହାଯାଏ ବିଧବା ପ୍ରଥା। ଆଉ ଆଲବେରୁଣି କହୁଛନ୍ତି ବିଧବା ପ୍ରଥା ମଧ୍ୟ ଭାରତରେ ପ୍ରଚଳିତ ଥିଲା ବୋଲି। ଅଲବେରୁଣି ଭାରତରେ ପ୍ରଚଳିତ ଥିବା ବିଚାର ବ୍ୟବସ୍ଥା ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି। ଆଲବେରୁଣିଙ୍କ ମତରେ ଭାରତୀୟ ସମାଜରେ ଯେଉଁ ବିଚାର ବ୍ୟବସ୍ଥା ଥିଲା ସେ ବିଚାର ବ୍ୟବସ୍ଥା ବହୁତ କଠୋର ଥିଲା। ହତ୍ୟା ଓ ଚୋରି ପାଇଁ ଲୋକମାନଙ୍କୁ ଅନ୍ଧ କରିଦିଆଯାଉଥିଲା, ତା ସହିତ ଯେଉଁମାନେ ହତ୍ୟା ଓ ଚୋରି କରୁଥିଲେ ତାଙ୍କର ଅଙ୍ଗ ଛେଦନ କରିଦିଆଯାଉଥିଲା। ଯଦି ବ୍ରାହ୍ମଣମାନଙ୍କୁ ହତ୍ୟା କରାଯାଉଥିଲା ତାହେଲେ ତାକୁ ବଜ୍ରବ୍ରହ୍ମ ହତ୍ୟା କୁହାଯାଏ ବୋଲି ସେ ବର୍ଣ୍ଣନା କରିଛନ୍ତି। ଆଉ ଯେଉଁ ଲୋକମାନେ ଦୋଷୀ ସାବ୍ୟସ୍ତ ହେଉଥିଲେ ସେମାନେ ପ୍ରାୟଶ୍ଚିତ କରିବାର ପନ୍ଥା ମଧ୍ୟ ଭାରତରେ ଥିଲା ବୋଲିକି ଆଲବେରୁଣି କହୁଛନ୍ତି। ଆଲବେରୁଣି ବର୍ଣ୍ଣନା କରିଛନ୍ତି ଯେ ଜଣେ ଦୋଷୀ କେମିତି ତାର ପ୍ରାୟଶ୍ଚିତ କରିପାରିବ, କେମିତି କରିବ? ଉପବାସ କରିକି, ପ୍ରାର୍ଥନା କରିକି ଏବଂ ଭିକ୍ଷାଦାନ କରିକି ଜଣେ ଦୋଷୀ ପ୍ରାୟଶ୍ଚିତ କରିପାରିବ। ଏବଂ ଯେଉଁମାନେ ମଦ୍ୟପାନ କରନ୍ତି ବା ଗୋ ହତ୍ୟା କରନ୍ତି ସେମାନଙ୍କ ପାଇଁ ବି ଭାରତର ସମାଜରେ କଠୋର ଦଣ୍ଡ ବ୍ୟବସ୍ଥା ପ୍ରଚଳିତ ଥିଲା ବୋଲିକି ଆଲବେରୁଣି ବର୍ଣ୍ଣନା କରିଛନ୍ତି। ଆଲବେରୁଣି ଭାରତୀୟ ସମାଜରେ ଧର୍ମ କିପରି ଥିଲା ତାର ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି। ଆଲବେରୁଣି କହୁଛନ୍ତି ଭାରତରେ ମୂର୍ତ୍ତି ପୂଜା କରାଯାଉଥିଲା ବୋଲିକି ଏବଂ ଭାରତରେ ହିନ୍ଦୁ ଧର୍ମ ପ୍ରଚଳିତ ଥିଲା ବୋଲିକି ଆଲବେରୁଣି ବର୍ଣ୍ଣନା କରିଛନ୍ତି। ଏବଂ ହିନ୍ଦୁମାନେ କେବଳ ମୂର୍ତ୍ତି ପୂଜା କରୁନଥିଲେ, ତା ସହିତ ପିତୃପୁରୁଷଙ୍କୁ ମଧ୍ୟ ପୂଜା କରୁଥିଲେ, ମୁନି ଋଷିମାନଙ୍କୁ ପୂଜା କରୁଥିଲେ, ନାରାୟଣ ଏବଂ ରୁଦ୍ରଙ୍କୁ ମଧ୍ୟ ପୂଜା କରୁଥିଲେ। ଆଜିକାଲି ଦେଖିବ ପିଲାମାନେ ଆମର ସମାଜରେ ଅନେକ ଗୁଡ଼ିଏ ମୂର୍ତ୍ତି ପୂଜା କରାଯାଉଛି। ଆଉ ତାର ଗୋଟେ ଉଦାହରଣ ହେଲା ଏଠି ଗଣେଶଙ୍କର ମୂର୍ତ୍ତିକୁ ପୂଜା କରାଯାଉଛି। ଏପଟେ ଦେଖିପାରିବ ପିଲାମାନେ ଏପଟେ ପିତୃପୁରୁଷଙ୍କୁ ମଧ୍ୟ ପୂଜା କରାଯାଉଥିବାର ଫଟୋ ଚିତ୍ର ଅଛି। ଭାରତୀୟ ଲୋକମାନେ ସବୁବେଳେ ମୋକ୍ଷ ପାଇବା ପାଇଁ ଚେଷ୍ଟା କରୁଥିଲେ ବୋଲି ଆଲବେରୁଣି ବର୍ଣ୍ଣନା କରିଛନ୍ତି। ଆଲବେରୁଣି ଆହୁରି ବର୍ଣ୍ଣନା କରିଛନ୍ତି ଯେ ଭାରତୀୟମାନେ ସ୍ୱର୍ଗ, ନରକ, ଆତ୍ମା ଏବଂ ମୋକ୍ଷ ଉପରେ ବିଶ୍ୱାସ କରୁଥିଲେ ବୋଲିକି ଆଲବେରୁଣି ବର୍ଣ୍ଣନା କରିଛନ୍ତି। ଆଲବେରୁଣି ଆହୁରି ବର୍ଣ୍ଣନା କରିଛନ୍ତି ଯେ ଭାରତୀୟମାନଙ୍କର ବିଶ୍ୱାସ ଥିଲା ଯେ ଯେଉଁମାନେ ସତ୍କାର୍ଯ୍ୟ କରନ୍ତି ତାଙ୍କୁ ମୋକ୍ଷ ପ୍ରାପ୍ତି ହୁଏ ବୋଲିକି ଭାରତୀୟମାନେ ବିଶ୍ୱାସ କରନ୍ତି ବୋଲି ସେ ବର୍ଣ୍ଣନା କରିଛନ୍ତି। ଏବଂ ଯେଉଁମାନେ କୁକର୍ମ କରନ୍ତି ସେମାନେ ନର୍କଗାମୀ ହୁଅନ୍ତି ବୋଲି ଭାରତୀୟମାନେ ବିଶ୍ୱାସ କରୁଥିଲେ ବୋଲି ସେଇ କଥାକୁ ବି ସେ ବର୍ଣ୍ଣନା କରିଛନ୍ତି। ଅଲବେରୁଣି ଆହୁରି
ଏକାଦଶ ଶତାବ୍ଦୀରେ ଭାରତୀୟ ସମାଜରେ ପ୍ରଚଳିତ ଥିବା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି। ଆଲବେରୁଣି ବର୍ଣ୍ଣନା କରିଛନ୍ତି ଯେ ହିନ୍ଦୁମାନଙ୍କର ସମାଜରେ ଯେଉଁ ବିଜ୍ଞାନ ପ୍ରଚଳନ ଥିଲା ତାହାକୁ ରସାୟନ ବିଜ୍ଞାନ କୁହାଯାଏ ବୋଲିକି କହୁଛନ୍ତି। ଭାରତରେ ଯେଉଁ ମହମ ପ୍ରସ୍ତୁତ ପ୍ରକ୍ରିୟା ଥିଲା ତାହାକୁ ଆଲବେରୁଣି ପ୍ରଶଂସା କରିଛନ୍ତି। ସେ ଆହୁରି ବର୍ଣ୍ଣନା କରିଛନ୍ତି ଯେ ଭାରତୀୟମାନେ ଔଷଧ ରୂପେ ବ୍ୟବହାର କରୁଥିଲେ ବିଭିନ୍ନ ପ୍ରକାର ଲତା ଓ ଗୁଳ୍ମକୁ। ଆଲବେରୁଣିଙ୍କର ସମକାଳୀନ ନାଗାର୍ଜୁନ, ବିଦ୍ୟ, ରଣକ, ବଲ୍ଲଭ ଇତ୍ୟାଦି ରସାୟନ ବିଜ୍ଞାନରେ ପ୍ରବୀଣ ଥିଲେ ବୋଲିକି ସେ ତାଙ୍କର ପୁସ୍ତକ କିତାବୁଲ ହିନ୍ଦ ବା ତହକିକ ଏ ହିନ୍ଦ ପୁସ୍ତକରେ ବର୍ଣ୍ଣନା କରିଛନ୍ତି। ଆଲବେରୁଣି ଆହୁରି ଭାରତୀୟ ସମାଜରେ ପ୍ରଚଳିତ ଥିବା ବେଦ ଏବଂ ପୁରାଣ ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି। ଆଲବେରୁଣି ବର୍ଣ୍ଣନା କରିଛନ୍ତି ଯେ ଭାରତୀୟ ସମାଜରେ 4ଟି ବେଦକୁ ବ୍ୟବହାର କରୁଥିଲେ ବୋଲିକି, ଆଉ ସେ ବେଦ ଗୁଡ଼ିକର ନାଁ ହେଲା ଋଗ୍ବେଦ, ସାମବେଦ, ଯଜୁର୍ବେଦ। 18ଟି ପୁରାଣ ବିଷୟରେ ମଧ୍ୟ ଭାରତୀୟ ସମାଜରେ ବ୍ୟବହାର ହେଉଥିଲା ବୋଲିକି ସେ ବର୍ଣ୍ଣନା କରିଛନ୍ତି। ତା ସହିତ ବିଭିନ୍ନ ସ୍ମୃତିକୁ ମଧ୍ୟ ଭାରତରେ ବ୍ୟବହାର ହେଉଥିବାର ବିଷୟରେ ସେ ବର୍ଣ୍ଣନା କରିଛନ୍ତି। ତା ସହିତ ମହାଭାରତ ବିଷୟରେ ସେ ତାଙ୍କର ଭ୍ରମଣ ପୁସ୍ତକରେ ବର୍ଣ୍ଣନା କରିଛନ୍ତି ଏବଂ ମହାଭାରତର 18ଟି ପର୍ବ ବିଷୟରେ ମଧ୍ୟ ସେ ତାଙ୍କର ଭ୍ରମଣ କାହାଣୀରେ ବର୍ଣ୍ଣନା କରିଛନ୍ତି। ଏଇଠି ବେଦ ଗୁଡ଼ିକର ଫଟୋ ଚିତ୍ର ଅଛି ପିଲାମାନେ, ଆଉ ଏଇଠି ମହାଭାରତର ଫଟୋ ଚିତ୍ରଟି ଅଛି। ଆଲବେରୁଣି ଭାରତର ଅର୍ଥନୈତିକ ଜୀବନଯାପନ ସୁରୁଖୁରୁରେ ଚଳାଇବା ପାଇଁ ଭାରତୀୟମାନେ ବିଭିନ୍ନ ପ୍ରକାର ମାପ ଓ ଓଜନ ବ୍ୟବହାର କରୁଥିବା କଥା କହିଛନ୍ତି। ମାପ ଓ ଓଜନ ପାଇଁ ଭାରତୀୟମାନେ ବିଭିନ୍ନ ପ୍ରକାର ଏକକ ବ୍ୟବହାର କରୁଥିବା କଥା କହିଛନ୍ତି। ଯେମିତିକି ମଶା, ଅଳି, ଯବ, କାଳ, ପଦ ଇତ୍ୟାଦି ଏକକକୁ ଭାରତୀୟମାନେ ମାପ ଓ ଓଜନ ପାଇଁ ବ୍ୟବହାର କରୁଥିବା କଥା କହିଛନ୍ତି। ତା ସହିତ ଆଲବେରୁଣି ଆହୁରି ବର୍ଣ୍ଣନା କରିଛନ୍ତି ଯେ ଦୂରତା ମାପିବା ପାଇଁ ମଧ୍ୟ ଭାରତୀୟମାନେ ବିଭିନ୍ନ ପ୍ରକାର ଏକକକୁ ବ୍ୟବହାର କରୁଥିଲେ। ଯେମିତିକି ଅଙ୍ଗୁଳ, ଗଜ, ଧନୁ, ନନ୍ଦ, କୋଶ ଇତ୍ୟାଦି। ଏହି ଏକକ ଗୁଡ଼ିକୁ ଭାରତୀୟମାନେ ତାଙ୍କର ସମାଜରେ ଅର୍ଥନୈତିକ ସ୍ଥିତିକୁ ଠିକ୍ ସୁଚାରୁ ରୂପେ ଚଳାଇବା ପାଇଁ ସେମାନେ ଦୂରତା ମାପିବା ପାଇଁ ଏହି ଏକକ ଗୁଡ଼ିକୁ ବ୍ୟବହାର କରୁଥିଲେ। ଯଦି ପରୀକ୍ଷାରେ ପ୍ରଶ୍ନ ଆସେ ପିଲାମାନେ ଆଲବେରୁଣିଙ୍କ ମତରେ ଭାରତୀୟ ସମାଜ କିପରି ଥିଲା, ତାହେଲେ ଏହି 9ଟି ଯାକ ପଏଣ୍ଟକୁ ବର୍ଣ୍ଣନା କରିଦେବ। ଭାରତ ସମ୍ପର୍କରେ ପ୍ରଥମେ ବର୍ଣ୍ଣନା କରିଥିଲେ, ଜାତି ପ୍ରଥା ବିଷୟରେ, ଭାରତୀୟ ଖାଦ୍ୟ ବିଷୟରେ ବର୍ଣ୍ଣନା କରିଥିଲେ, ସମାଜରେ ନାରୀମାନଙ୍କର ସ୍ଥାନ କିପରି ଥିଲା, ବିଚାର ବ୍ୟବସ୍ଥା, ଧର୍ମ, ବିଜ୍ଞାନ, ବେଦ ଓ ପୁରାଣ, ମାପ ଓ ଓଜନ। ଏହି 9ଟି ପଏଣ୍ଟକୁ ତୁମେ ବିସ୍ତୃତ ଭାବେ ଟିକେ ବର୍ଣ୍ଣନା କରିଦେବ, ଯଦ୍ୱାରା ତୁମର ଉତ୍ତରଟି ସମ୍ପୂର୍ଣ୍ଣ ଭାବେ ପୂରଣ ହୋଇଯିବ। ପିଲାମାନେ ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ପୁଣି ଆଉ ଏକ ନୂଆ ଭିଡ଼ିଓରେ ଆଉ ଏକ ନୂଆ ଟପିକରେ ନେକ୍ସଟ ଟାଇମରେ ଦେଖା ହେବା। ସେତିକି ପର୍ଯ୍ୟନ୍ତ ପିଲାମାନେ ବିଦାୟ ଦିଅ। ଧନ୍ୟବାଦ।